ଯାହା ହଁ ସିଏ ଛାଡ଼ିକି ଆସୁଛନ୍ତି ଗାଁରେ ଆଉ ଛାଡ଼ିକିରି ଆସୁଛନ୍ତି ପୁଣି ନେଉଛନ୍ତି ନାଇଁ ମାନେ ସେ ରହିବେ ଏବେ 4-5 ମାସ ସେଠି ରହିବେ ବୋଧେ ତାପରେ ପୁଣି ଆସିବେ ଏଠିକି ଆଉ ବର୍ତ୍ତମାନ ଗାଁକୁ ଯାଇଛନ୍ତି। ହଁ ତାଙ୍କ ଗାଁକୁ ଯାଇଛନ୍ତି ନୀଳଗିରି। ତାଙ୍କରି ପାଖରେ ଅଛନ୍ତି ନାଇଁ ନୀଳଗିରିରେ ତାଙ୍କ ବୋଉ ଅଛନ୍ତି ପୁରା ବୁଢ଼ୀ ହେଇଗଲେଣି। ତାଙ୍କ ବୋଉ ଶାଶୁଙ୍କ ବୋଉ ଶାଶୁର ଶାଶୁ ମୋ ଶାଶୁଙ୍କ ଶାଶୁ ସିଏ ବି ଅଛନ୍ତି ନା 90 ଉପରେ ବୋଧେ ହେଲାଣି 92। ସିଏ ବି ମାନେ ଆସିବାକୁ ଭୁବନେଶ୍ୱର ଆସି ରହିପାରିବେନି ସେ ଗାଁ ପାଖ ଦେଇକି ଯାଇକି ରହୁଛନ୍ତି। ତାଙ୍କର ଜଣେ ଝିଅ ଅଛନ୍ତି ସେଇଠି ସ୍କୁଲ ଇନ୍ସପେକ୍ଟର ଅଛନ୍ତି ବୋଧେ ସିଏ ସେଇଠି ରହୁଛନ୍ତି ଯିବା ଆସିବା କରୁଛନ୍ତି ପାଖରେ ମା ପାଖରେ ଅଛନ୍ତି ସେ ପୂଜା କେମିତି ରହିବେ। ଭଗବାନ ଯାହାକୁ ଦେଇଛି ହଁ ଚଲେଇଛନ୍ତି ହଁ ତାଙ୍କରି ଇଚ୍ଛାରେ ସବୁ ଚାଲିଛି ନା ସୂର୍ଯ୍ୟ ଚନ୍ଦ୍ର ତାରା ତୁମରି ଇଚ୍ଛାରେ ବରସନ୍ତି ଜ୍ୟୋତି ରାଶି ତୁମରି ମହିମା ପ୍ରତି ପ୍ରଭାତରେ ଉଠେଇ ଆନନ୍ଦେ ଅଛି ଅନ୍ୟ ମହାପ୍ରଭୁ ମହିମା ତୁମର ଅଟେ ଅନନ୍ତ ଅପାର। ଆଉ ଗୋଟେ ହେ ଆନନ୍ଦମୟ କୋଟି ଭୁବନ ପାଳକ ଜାଣିଥିବ ସେଇଟା ତ ଅଖିଳ ବ୍ରହ୍ମାଣ୍ଡ ପତିରେ ଅଛି। ହଁ ସେଇଟା ବୁଲିଲ ଦର୍ଶନ ମୋର ମନେ ନାହିଁ ଆଏ ନୀଳଶୈଳ ଟିକେ ମନେ ଅଛି ଆଉ ବୁଲି ତ ପାରୁନି ଆଉ କ'ଣ କରିବି ହେଇଗଲା ଯାହା କରଇ ଯାହା ମୁଁ କହି ଯାହା ମୁଁ ଭାବଇ ମାନେ ଜଗତର କଥା ପରମ ଈଶ୍ୱର ଜାଣୁଛନ୍ତି ଶିକ୍ଷା ମୋ ପାଖରେ ଅଛନ୍ତି ଦିବସ ରଜନୀ ମହାପ୍ରଭୁ ପରାତ୍ପର ସେ କଥା ସୁମରି ହୃଦୟ ଟାଣି ବୁଝିଲି ସେଟା ସବୁ ଆମ ସ୍କୁଲରେ ପଢ଼ା ହଉଥିଲା ଏଗୁଡ଼ା ସବୁ ମୋ ପିଲାଦିନିଆ ସ୍କୁଲ ପାଠ ଆଜ୍ଞା ଇଏ ସ୍କୁଲ ପାଠ ପ୍ରାର୍ଥନା ହଉଥିବ ସବୁ ତମେ ମହାତ୍ମା ଗାନ୍ଧୀକି ପାଣି ଦେଇଥିଲ ନା ମା ହଁ ଆମ ଗାଁ ପାଖରୁ 4-5 ମାଇଲ ଦୂର ହବ ବୋଧେ କାଦୁଆ ବାଡ଼ି ଗୋଟେ ଆଶ୍ରମ ଥିଲା ସେ ଆଶ୍ରମକୁ ଯାଇଥିଲେ ଆଶ୍ରମରେ 4 ଜଣ ନା 3 ଜଣ ଆମେ ଥିଲୁ ବାଳିକା ପିଲା 4 ଜଣ ତ ମୁଁ ଆଉ ଗୋଟେ ଜେଜେଙ୍କ ନାଁ ପଡ଼ିବ ତ ବାବୁଲ ଜେଜେଙ୍କ ନାଁ ସେ ଦାସ ବୋଲି ତାଙ୍କ ଝିଅ ଜଣେ ଆଉ ନୀଳକଣ୍ଠ ଦାସଙ୍କ ଝିଅ ଜଣେ ପଣ୍ଡିତ ନୀଳକଣ୍ଠ ଦାସ ଝିଅ ଆଉ ଜଣେ ସେ ପାଖର ତାଙ୍କ ନାଁ କ'ଣ ବାଉରୀ ବନ୍ଧୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଝିଅ ତମ ସାଙ୍ଗରେ ପଢୁଛି ମୋ ଉପର କ୍ଲାସରେ ସେ ପଢ଼ୁଥିଲା ହେଲେ ବି ସେ ମହାତ୍ମା ଗାନ୍ଧୀ ଆସିଥିଲେ ସେଠିକି ଯାଇଥିଲୁ ସମସ୍ତେ ସେ କାଦୁଆ ଆଶ୍ରମକୁ ସମସ୍ତେ ଅତିଥି ସେବା କରିବା ପାଇଁ 4-5 ଜଣ ଝିଅ ଯାଇଥିଲେ ସେ ତା ନାଁ ହେଉଛି ଶାରଦା ସେ ବାହା ହେଇଥିଲା ଆଉ ଗୋଟେ ବିମଳା ବୋଲି ବିମଳା ଶାରଦା ସୁଶୀଳା ଆମେ 4 ଜଣ ଝିଅ ଯାଇଥିଲୁ ସେଠି କାଦୁଆ ଆଶ୍ରମକୁ ଆସିଥିଲେ ଯୋଉ ଗାନ୍ଧୀଜୀ ପାଣି ଦବା ବି ଯାହା ଯେମିତି କଲେ ପାଣି ଗ୍ଲାସ ନେଇକି ମନେ ଅଛି ମନେ ଥିଲେ କ'ଣ ଆଉ ସବୁ ଆଉ ସେଗୁଡ଼ା ଭାବୁନି କି ମନେ ପକାଉନି ନା ସେ ଗାନ୍ଧୀଜୀ ନେଇକିରି କ'ଣ କହିଲେ ପାଣି ପିଇକି ନା ନାହିଁ କ'ଣ କହିଲେ ପାଣି ପିଇଲେ ଗ୍ଲାସକୁ ବଢ଼େଇ ଦେଲେ ଆଉ କ'ଣ କହିବି ତମେ ପୁରା ପାଖରୁ ଦେଖିଛ ନା ତମେ ଗାନ୍ଧୀଜୀଙ୍କୁ ପୁରା ପାଖରୁ ଦେଖିଛ ତମେ ହାତକୁ ପାଣି ଦେଇକି ଗ୍ଲାସ ଷ୍ଟେଜ୍ ଉପରେ ସେ କୋଉଠି ସାକ୍ଷୀକୁ ପଳେଇ ଆସିଥିଲେ ସାକ୍ଷୀ ପଳା ଯାଇଥିଲେ ସେଇଠି ଗୋଟେ ଆଶ୍ରମ ଥିଲା ପରା କାଦୁଆ ବୋଲି ସେଟା କିଏ କରିଥିଲେ ମୋର ଆଉ କ'ଣ ଏତେ କଥା ମନେ ଅଛି ଗୋଟେ ଆଶ୍ରମ ଥିଲା ତାଙ୍କୁ ଦେଖିଛ ଆଚାର୍ଯ୍ୟ ବିନୋବା ଭାବେ ନା ଦେଖିନ ନା ବିନୋବା ଗୋପବନ୍ଧୁ ଦାସ ନା ତାଙ୍କୁ ବି ଦେଖିନି ଆଉ ନୀଳକଣ୍ଠ ଦାସଙ୍କୁ ଦେଖିଛ ସେ ତମ ଗାଁର ନା ଆଚାର୍ଯ୍ୟ ହରିହର ଦାସଙ୍କୁ ଦେଖିଛି ଆଚାର୍ଯ୍ୟ ହରିହର ଦାସ ସେ ତ ଏଇ ଯୌଚନ୍ୟ ସେ ହେବେନି କି ବଡ଼ ଶ୍ୱଶୁର ସଭା ବଡ଼
ଚାରି ଭାଇ ନା 5 ଭାଇ ତାଙ୍କର ସଭା ବଡ଼ ଭାଇ ସେ ତାଙ୍କ ଗାଁଟା କୋଉଠି ହରିହର ଦାସଙ୍କର? ସିଧା ହରିହର ଦାସଙ୍କ ଗାଁଟା ବି ସାକ୍ଷୀଗୋପାଳ? ଷାଠିଏ ପର୍ଯ୍ୟନ୍ତ ଏକଦମ ଶ୍ରୀରାମଚନ୍ଦ୍ରପୁର। ଓହୋ, ବୀର ଶ୍ରୀରାମଚନ୍ଦ୍ରପୁର। ବୀର ନୁହେଁ, ଶ୍ରୀ ଶ୍ରୀରାମଚନ୍ଦ୍ରପୁର। ଓହୋ, ଆମ ଗାଁଟା ହେଉଛି ଶ୍ରୀରାମଚନ୍ଦ୍ରପୁର। ଶ୍ରୀରାମଚନ୍ଦ୍ରପୁରରେ ଆଚାର୍ଯ୍ୟ ହରିହର ଦାସଙ୍କ ଜନ୍ମ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ସେଇଠି ହେଉଛି। ଏ ଗାଁଟା ଭାରି ଫେମସ୍ ନାଇଁ? এই ଗାଁ 400 ଘର ସେ ବ୍ରାହ୍ମଣ ଘର। ଓହୋ, ସେ କାହିଁକି ସେ ଗାଁ କାହିଁ ସେ ମଣିଷ ସବୁ ଖାଆନ୍ତି, କିଏ କାହିଁ ଆଉ କେହି ନାହାନ୍ତି, ସମସ୍ତେ ହଜିଗଲେଣି। କାଳର କରାଳ ଗର୍ଭରେ ହଁ, କାଳର କରାଳ ଗର୍ଭରେ କିଏ ଆଉ ନ ପଶୁଛି ଯାଉଛି।